ଶିମିଳିପାଳରେ ଲାଗିଛି ନିଆଁ। ତ ଆପଣମାନେ ଦେଖୁଥିବେ କୋଉଭଳି ଭାବରେ ନିଆଁ ଲାଗିଛି। ଯଦି ଏଇ ନିଆଁକୁ ଜଲ୍ଦି ଆୟତ୍ତ ନ କରାଯାଏ ତେବେ ସମ୍ପୂର୍ଣ୍ଣ ଭାବେ ଶିମିଳିପାଳ ଜଳିପୋଡ଼ି ପାଉଁଶ ହୋଇଯିବ। ତେବେ ଆପଣ ଦେଖୁଥିବେ କାକରପାଣିର କିଛି ବାସିନ୍ଦା ନିଆଁକୁ ଆୟତ୍ତ କରିବା ପାଇଁ ଚକ୍ର ଚଲେଇଛନ୍ତି। ତେବେ ଆସନ୍ତୁ ତାଙ୍କ ସହିତ କଥା ହେବା କେମିତି ସେମାନେ ନିଆଁକୁ ଆୟତ୍ତ କରୁଛନ୍ତି। ଭାଇ ଆପଣଙ୍କ ନାଁ? ନିଆଁ କେତେ ଦିନ ହେବ ଲାଗିଛି ଏଠି? এই 3-4 দিন হব লাগিছি। ତେବେ ଏପଟେ ଫରେଷ୍ଟ ଆସୁଛନ୍ତି କି ନାହିଁ? ହଁ ଆସିଥିଲେ, ତାଙ୍କର ଇଞ୍ଜିନ ତେଲ ସରିଯିବାରୁ ସେମାନେ ଆଉ ଆସିନାହାନ୍ତି। ତେବେ ଆପଣ ଗାଁବାସୀ ମାନେ କ'ଣ କରୁଛନ୍ତି? ଆମ ଘର ଆଡ଼କୁ ନିଆଁ ନ ଯିବା ପାଇଁ ଆମେ ସବୁ ଲିଭଉଛୁ, ଆଉ ସାଇଡ୍ କରିଦେଉଛୁ, ଅଲଗା କରିଦେଉଛୁ। ତେବେ ଯଦି ପ୍ରଶାସନ ଶୀଘ୍ର ପଦକ୍ଷେପ କିଛି ନ ନିଅନ୍ତି ତେବେ ଜଙ୍ଗଲ ତ ଜଙ୍ଗଲ ଆଖପାଖ ଗାଁରେ ବି ନିଆଁ ଚରିଯିବାର ସମ୍ଭାବନା ରହିଛି। ସାମାଖୁଣ୍ଡାରୁ ବିଜୁ ସିଂଙ୍କ ରିପୋର୍ଟ, କଳକି ଲାଇଭ୍। नहीं